ସାର୍ ମୋ ନାଁ ଜିତେନ୍ଦ୍ର ମହାଣା ବରା ସାର୍। ଫାଦର ମୋର ବାପା ହଉଛନ୍ ରାଜକୁମାର ମହାଣା ଓ ସେ ଥିଲେ ସମୟର ପ୍ରତିନିଧି ଥିଲେ। ଆଉ ପ୍ଲସ୍ ଆମର ଏଜେନ୍ସି ବି ଅନା ହେଇଥିଲା ମିଡ଼ିଆର। ସେ ସକାଳୁ ଗଧା ପଧା ସାରିକିରି ଯେନ୍ ପେପର୍ ସଟିଂ କରୁଛନ୍ ସେ ଜାଗାକେ ସବୁଦିନ ଯାଏସନ୍। ଆଜି ବି ଘରୁ କହିକିରି ବାହାରିଥିଲେ। ଆଉ ଘରୁ କିଛି ବାଟ ଗଲା ପରେ ଛକ ଅଛି, ଛକରୁ କିଛି ବାଟ ଆଗକେ ଗଲା ପରେ ରାଇଟ୍ ସାଇଡ଼୍ରେ ଯାଉଥିଲେ। ଗୋଟେ ମୋଟରସାଇକେଲ ବାଲା ତାଙ୍କର ମୋଟରସାଇକେଲରେ ବସିକିରି ଯିବାର୍ ଲାଗି ଯେନ୍ ପେପର୍ ସଟିଂ କରସନ୍ ସେନ୍କେ ଯିବାର୍ ଲାଗି ବସୁଥିଲେ। ଆଉ ବଲାଙ୍ଗୀର ଆଡ଼ୁ ଦ୍ରୁତ ଗତିରେ ଗଲା ବେଳକେ ସୋନପୁର ସାଇଡ଼୍ ଆଡ଼େ ଗୋଟେ ପିକଅପ୍ ଭ୍ୟାନ୍ଟେ ତାଙ୍କୁ ଧକ୍କା ଦେଲା, ଯାହାଫଳରେ କି ସେ ସ୍ପଟ୍ରେ ବହୁତ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। ଆଉ ମୁଇଁ ଠିକ୍ ହେ ଟାଇମ୍ରେ ବାଥରୁମ୍କେ ଯାଇଥିଲି। ମୋତେ ଫୋନ୍ କଲେ ଏନ୍ତା ଏନ୍ତା ଅବସ୍ଥା ହେଲା ବୋଲିକି। ମୁଇଁ ଘରୁ ସାଙ୍ଗେ ସାଙ୍ଗେ ଗଲି। ଗଲା ପରେ ଦେଖିଲି ଯେ ପୁରା ମୁଇଁ ସେନେ ଆଉ କାଣା କର୍ମି କାଣା ନାଇଁ ବୋଲିକିରି ମୁଇଁ ଆଉ କିଛି ଭାବି ନାଇଁ ପାରିଲି ସାର୍। ତାପରେ NHI ଗାଡ଼ିକେ ଫୋନ୍ କରାହେଲା, ସେ ଆସିଲେ ଆଉ ତାଙ୍କର ଗାଡ଼ି ସହାୟତାରେ ବଲାଙ୍ଗୀର ବଡ଼ ମେଡ଼ିକାଲକେ ଅନା ହେଲା। ସେନେ ଯେତେବେଲେ କ୍ୟାଜୁଆଲିଟିକେ ଗଲୁ ସାର୍, ସେନେ ଡକ୍ଟର ଦେଖିଲେ ସବୁ ପ୍ରକାର ଚେକିଂ ଫେକିଂ କଲେ। ଆଉ ସେ ଆଉ ନାଇଁନ ବୋଲିକିରି କହିଲେ ସାର୍। ଗାଡ଼ି ସାର୍ ଅନନୋନ୍ ଅଛି, ଜଣା ନାଇଁ ପଡ଼ବାର୍ ଦେଲି। ଆଉ ସକାଳୁ ସକାଳୁ ସେଟା କେହି ଜାଣି ବି ନାଇଁ ପାରିଲେ ଦ୍ରୁତ ଗତିରେ ପଲାଲା ଗାଡ଼ିରେ।